ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ବ୍ଲଗକୁ। ଆପଣମାନେ ଦେଖିପାରୁଥିବେ ଇଏ ହେଉଛନ୍ତି ରକି ଭାଇ ଭାବରେ ପରିଚୟ ଅଛି ତାଙ୍କର ଏଇ ଜଗବନ୍ତପୁର ମାର୍କେଟରେ ତାଙ୍କର ବିରିୟାନୀ ଦୋକାନ ଆଉ ଫାଷ୍ଟଫୁଡ। ଭାଇ କ'ଣ ଫାଷ୍ଟଫୁଡ ଆଇଟମ ରଖନ୍ତି ଆପଣ? ସବୁ ନାଇଁ, ଚିକେନ 65 ସବୁ। ଲସି ବି ରଖିଛନ୍ତି ପ୍ରାୟ, ମାନେ ଦେଖିପାରୁଥିବେ କେଡେ ସୁନ୍ଦର ଲସି ଦୋକାନ ବି ମଧ୍ୟ ଗୋଟେ ଖୋଲିକି ଅଲରେଡି ରଖି ସାରିଛନ୍ତି। ଭାଇ ଟିକେ ହାଇ କରିଦିଅ। ଦେଖିପାରୁଥିବେ ଏଠି ଲସି ଦୋକାନ ଅଲରେଡି ବିରିୟାନୀ ଦୋକାନ ସହିତ ଆଟାଚ ହେଇକି ମଧ୍ୟ ରହିଛି। ଲୋକମାନେ ମଧ୍ୟ ଆସିକି ମାନେ ଭଲ ଭାବରେ ଆସିକି ପିଉଛନ୍ତି ମଧ୍ୟ। ଏଠି ଏପଟେ ଲାଗିଛି ବିରିୟାନୀ ଷ୍ଟଲ ଲାଗିଛି। ଭାଇଙ୍କର ବିରିୟାନୀ ଅଲରେଡି ଖାଇବା ସରି ସାରିଛି, ଆମେ ଲାଷ୍ଟରେ ଆସିକି ପହଞ୍ଚିଲୁ। ଭାଇ ଓଡିଶାର ଟିକେ ହାଇ କରିଦିଅନ୍ତୁ। ଭାଇ ମାନେ ଖାଉଥିଲେ ବିରିୟାନୀ, ଅଲରେଡି ତାଙ୍କର ଖାଇବା ଅଲରେଡି ସରି ସାରିଛି। ତ ଇଏ ଦେଖନ୍ତୁ ତାଙ୍କର ଗୋଟେ ବ୍ୟାନର ମାରିଛନ୍ତି ରକି ଭାଇ ଫାଷ୍ଟଫୁଡ ଏଣ୍ଡ ବିରିୟାନୀ। ଦେଖନ୍ତୁ ତାର ମେନୁରେ ଅଛି ବିରିୟାନୀ ରଖିଛନ୍ତି 120 ଟଙ୍କା, ଚିକେନ ଚାଉମିନ ଫୁଲଟା ରଖିଛନ୍ତି 100 ଟଙ୍କା, ହାଫଟା 50 ଟଙ୍କା, ଏମିତି ସବୁ ତାଙ୍କର ରଖିଛନ୍ତି ସେ ଗୋଟେ ସୁଲଭ ମୂଲ୍ୟରେ ଆମ ଜଗବନ୍ତପୁର ମାର୍କେଟ। ଏଇଟା ପୁଣି ଗୋଟେ କ'ଣ କରୁଛନ୍ତି ଭାଇ? ରୋଲ କରୁଛନ୍ତି କି? ରୋଲ ତିଆରି ହବ ନାଇଁ? ଦେଖିପାରୁଥିବେ ହେଉଛି ରକି ଭାଇଙ୍କର ପ୍ରସ୍ତୁତ ହଉଛି ରୋଲ। ତ କେତେ ସୁନ୍ଦର ଭାବରେ ଦେଖିପାରୁଥିବେ, ମୁଁ ଭିଡିଓ ରଖିପାରୁଛି ଆପଣଙ୍କ ପାଖରେ। ପୁରା ନିଟ୍ ଆଣ୍ଡ କ୍ଲିନ ଭାବରେ ସେ ଏଟା ଅଟା ନା ମଇଦା ଭାଇ? ମଇଦା ମଇଦା ମଇଦାର କେତେ ଷ୍ଟାଇଲ ଭାବରେ ସେ କରୁଛନ୍ତି। ଆପଣ ମାନେ ଦେଖନ୍ତୁ ଇଏ ହଉଛି ରକି ଭାଇ ଭାବରେ। ସେ ଭଲ କ୍ରିକେଟ ଖେଳନ୍ତି ଜାଣିଛନ୍ତି କି ନାଇଁ? କ୍ରିକେଟ ଭଲ ଖେଳନ୍ତି, ଲମ୍ବା ଲମ୍ବା ଛକା ମାରନ୍ତି। ମୁଁ ନିଜେ ତାଙ୍କର ଆନାଉନ୍ସ ବି କରିଛି, ଯୋଉ କମେଣ୍ଟ୍ରି ମଧ୍ୟ କରିଛି ଫିଲ୍ଡରେ ଯେତେବେଳେ ମୁଁ ଯାଇଥାଏ। ତ ତାଙ୍କ ପାଖରେ ସବୁ ଗୁଣ ଅଛି। ଦେଖନ୍ତୁ ଏଠି କେଡେ ସୁନ୍ଦର ତାଙ୍କର ଭାଇ ଜଣେ ବି ଅଛନ୍ତି। ତାର ଭାଇ ଲସି ମଧ୍ୟ ଏଠି ଢାଳିକି ଦଉଛନ୍ତି 4ଟା ଗ୍ଲାସ। ଏଠି ଭାଇ ମାନଙ୍କୁ ଅଛନ୍ତି, ଭାଇ ସବୁ ଲସି ପିଇବା ପାଇଁ ସବୁ ଛିଡା ହେଇଛନ୍ତି। ମସ୍ତ ଲାଗୁଛି, ଯାହା ହଉ ଭାଇ ଜଣ କହିଲେଣି ନ କହିବା ପୂର୍ବରୁ ମସ୍ତ ଲାଗୁଛି। ବହୁତ ବହୁତ ଧନ୍ୟବାଦ। ତ ଦେଖନ୍ତୁ ଦହି ହାଣ୍ଡି ବି ଅଛି, ସ୍ପେଶାଲ ଦହି ନା କ'ଣ? ଦେଖନ୍ତୁ ପୁରା ସ୍ପେଶାଲ ଦହି କେମିତି ପୁରା ପୁରା ଦେଶୀ ଗାଈ କ୍ଷୀର ଭାଇ କହୁଛନ୍ତି, ଦେଶୀ ଗାଈ କ୍ଷୀର। ତାପରେ ଏଠି ବିରିୟାନୀ ହାଣ୍ଡି ବି। କ'ଣ ଭାଇ ବିରିୟାନୀ ସରିଲାଣି ନା ବିରିୟାନୀ ଅଛି? ଅଛି, ଆସିକି ହେଲାଣି 5ଟା 6ଟା ଟାଇମ ହେଲାଣି। ମାନେ ଚିକେନ ମଞ୍ଚୁରିଆନ ହେଇକି ଅଲରେଡି ରେଡି ହେଇକି ସାରିଛି। ତ ଯୋଉମାନେ ଖାଇବେ ଆସିକି ଅଲରେଡି ଖାଆନ୍ତୁ। ଚିକେନ ମଞ୍ଚୁରିଆନ ଅଲରେଡି ହେଇସାରିଛି ଏଠି। ଏଇଟା ଦେଖନ୍ତୁ ରକି ଭାଇଙ୍କର ରୋଲ କେମିତି ତାଙ୍କର ନିଜ ହାତରେ ପ୍ରସ୍ତୁତ ହଉଛି। ତ ଆପଣମାନେ ଦେଖିପାରୁଥିବେ ଏଠି ରୋଲ ଗୋଟେ ପକେଇ ସାରିଲା ପରେ ପୁଣି ସେ ତାଙ୍କର କରିବେ ତାଙ୍କର ସବୁ ଅର୍ଡର। ଭାଇ କ'ଣ ଅର୍ଡର ଅଛି ନା କ'ଣ? ତାଙ୍କ ପାଖରେ ଏନି ଟାଇମ ସବୁବେଳେ ଅର୍ଡର ଥାଏ। ଦୋକାନଟି ଭଲ ମାନେ ଚାଲିଥାଏ, ଯେହେତୁ ଜଗବନ୍ତପୁର ମାର୍କେଟରେ ଗୋଟିଏ ଫାଷ୍ଟଫୁଡ ଦୋକାନ କହିଲେ ଚଳେ। କାହିଁକିନା ଆଉ ବି ମଧ୍ୟ ଗୋଟେ 2 ଜଣ ଅଛି, କିନ୍ତୁ ଭାଇ ଗୋଟେ ଚେୟାର ଟେବୁଲ ପକେଇକି ତାଙ୍କର ରଖିଛନ୍ତି। ଫ୍ୟାନର ବି ମଧ୍ୟ ବ୍ୟବସ୍ଥା ହେଇଛି। ତ ଏଠି ତାଙ୍କର ଭଲ ବ୍ୟବସ୍ଥା କରିଛନ୍ତି, ଯେହେତୁ ଲୋକମାନେ ଆସନ୍ତି। ତାଙ୍କର ଏବେ ନୂଆ ଏଟା ଅଛି ନୂଆ ଲସି ଦୋକାନଟା। ଭାଇ କେତେ ଦିନ ହେଲା ହେଇଛି? 15 ଦିନ ହବ। ଶୁଣିପାରୁଥିବେ ଭାଇ ଜଣ କହୁଛନ୍ତି 15 ଦିନ ହବ କରିଛନ୍ତି ଲସି ଦୋକାନ। ତ ଦେଖନ୍ତୁ ପୁରା ସ୍ପେଶାଲ ଲସି ବନଉଛନ୍ତି ଚେରି ଫେରି ଦେଇକି, ପୁରା ହାଇ କ୍ୱାଲିଟି ଲସି ନାଇଁ ଭାଇ? ଲସି ଗ୍ଲାସ ଭାଇ କେତେ? 30 ଟଙ୍କା 40 ଟଙ୍କା ବିକୁଛନ୍ତି। ଏଇଟା କେତେ 30 କି 40? ଏଇଟା 40 ଟଙ୍କା ନାଇଁ? ଆମେ ଦେଖିପାରୁଥିବେ 40 ଟଙ୍କିଆ ଲସି। ଆପଣ ମାନେ ଯଦି ପିଇବାର ଇଚ୍ଛା ଥିବ ଜଗବନ୍ତପୁର ମାର୍କେଟ କୁ ଆସିବେ, ରକି ଭାଇ ବିରିୟାନୀ ଦୋକାନ ଯୋଉଠି ଅଛି ସେଇଠିକି ଆସିବେ। ତ ଭାଇ ତମକୁ ପୁରା ସ୍ପେଶାଲ ଲସି ବନେଇକି ଦବ। କ'ଣ ଭାଇ ସ୍ପେଶାଲ ଲସି ବନେଇକି ଦବ ନା ଆମ ଦର୍ଶକ ବନ୍ଧୁକୁ? ପୁରା ସ୍ପେଶାଲ କହୁଛନ୍ତି ଭାଇ, ଏନି ଟାଇମ ତାଙ୍କ ପାଖରେ ରୁହେ। ତ ଦେଖିବା ତ ଏଠି ଚାଉମିନ ଫାଉମିନ ସବୁ ଟିକେ ରେଡି ହେଇକି ସାରିଲାଣି, ସବୁ ଅଛି ଏଠି। ଆଗରୁ ବି ଚିକେନ ପକୋଡା ବି ମଧ୍ୟ ରେଡି ହେଇକି ସାରିଲାଣି, ଆପଣ ଦେଖିପାରୁଥିବେ। ସବୁ ମାନେ ଭାଇଙ୍କ ଦୋକାନ ଗୋଟେ ମୁଁ ସେଦିନ ଆସିଥିଲି ଖାଉଥିଲି। ତ ଭଲ ଅଛି ଭାଇଙ୍କର ସବୁ ଦୋକାନ, ମାନେ ତାଙ୍କର ବ୍ୟବହାର ତାଙ୍କର ସବୁ କିଛି ଭଲ ଅଛି, ନିଟ୍ ଆଣ୍ଡ କ୍ଲିନ ଅଛି। ଦେଖନ୍ତୁ ତାଙ୍କର ଯୋଉ ଦୋକାନଟି ଏଠି ଦେଖନ୍ତୁ, ଏଠି ବସିକି ଲୋକ ଖାଇଥାନ୍ତି ଏଇ ଟେବୁଲରେ। ବିରିୟାନୀ ଫାଷ୍ଟଫୁଡ ପାଖରୁ ଆରମ୍ଭ କରି ସବୁ ଜିନିଷ ଏଠି 2 ଭାଇ ବସିଛନ୍ତି। ରକି ଭାଇ। ଭାଇ ତମ ନାଁଟା କ'ଣ କି ଭାଇ? ତମ ନାଁଟା କ'ଣ କହିଦିଅ ଟିକେ? ରକି ଭାଇର ଭାଇ ସିଏ କହୁଛନ୍ତି, ରକି ଭାଇର ଭାଇ ବିକି ଭାଇ। ହଁ ଦିଅ 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 ଦିଅ।
ଏଇ ଦେଖନ୍ତୁ ସବ୍ କରିଦଉଛନ୍ତି ରକି ଭାଇର ଭାଇ, ତାଙ୍କ ନାଁ ହଉଛି ରକି ଭାଇର ଭାଇ। ବହୁତ ଖୁସି ଲାଗୁଛି, କେତେ ସୁନ୍ଦର ଭାବରେ ସେ ହଁ ମସ୍ତ ହେଇଛି। ଘରଟା କୋଉଠି? ସମ୍ବଲପୁର କୋଉ ଜାଗା? ବୁଢାରାଜା। ଯାଇଛି ବହୁତ ଥର ଯାଇଛି ସେଠି। ଆଉ ଲସି କେମିତି ଲାଗିଲା? ଲସି ବହୁତ ବଢିଆ ଲାଗିଲା। ବହୁତ ଭଲ ଲାଗିଲା। କାଲି ଲସି ପିଇବା ପାଇଁ ସମ୍ବଲପୁର ଆସିଲେ। ଏ ଭାଇ ମାନିବାକୁ ପଡିବ, ସମ୍ବଲପୁରରୁ ଲସି ପିଇବା ପାଇଁ ଆସିଛନ୍ତି। ଘରଟା ଏଇ ଯୋଉ ଏଇଠି କଣ କରୁଛନ୍ତି? ଏଠି ନାହିଁ, ଆମେ ଗାଡି ଚଲାଉ। ଗାଡି ଚଲ ଖାଲି ଲସି ଏଇଠି ରଖି ଲସି ପିଇବା ପାଇଁ ଏଇଠି ପଳେଇ ଆସ। ଯାଉ ଧନ୍ୟବାଦ। ଏଠି ଟେଷ୍ଟ କେମିତି? ବହୁତ ବଢିଆ, ବଢିଆ ଟେଷ୍ଟ। ଏକ ନମ୍ବର। ଆଉ ବାହାଘର ହେଲାଣି? ହଁ, ପିଲା ଛୁଆ? ଗୋଟେ ପୁଅଟେ ନା ଝିଅଟେ? ଝିଅ। ଝିଅଟେ? ତାହେଲେ ମୋ ନାତୁଣୀ ହବ ନାଇଁ? ଆଉ କଣ ଭାଇ, ଏଠି କଥାବାର୍ତ୍ତାରେ ତାଙ୍କର ନାତୁଣୀ ହେଇସାରିଲେଣି, ଯାହା ହଉ ମାନିବାକୁ ପଡିବ। ଆଉ ଭାଇ କଣ କହୁଛନ୍ତି? ନାତୁଣୀ କିଛି ଗୋଟେ କହିଦିଅ ଏଇଠି। ନାତୁଣୀ ପାଇଁ। ଲାଇକ୍, ସବସ୍କ୍ରାଇବ, କମେଣ୍ଟ, ସେୟାର। ଶୁଣିପାରୁଥିବେ, ରକି ଭାଇର ଲସି ପିଇବା ପାଇଁ ହଁ ରକି ଭାଇର ଲସି ଦୋକାନ। ହଁ ବହୁତ ବଢିଆ ଲାଗୁଛି ଭାଇ। ଆପଣ ମାନେ ଶୁଣିପାରୁଥିବେ, ଜଣେ ଭାଇ ଆମର କହୁଛନ୍ତି ତ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ନିଶ୍ଚିନ୍ତ ଭାବରେ ଭାଇ କରିବେ। ତ ଭାଇ ରହିଲୁ, ଜୟ ଜଗନ୍ନାଥ। ଗୋଟେ ହ୍ୟାଣ୍ଡସେକ୍ ହେଇଯାଅ ଭାଇ, ସମ୍ବଲପୁର ଯେବେ ଯିବ ଦେଖା ହବ। ଆଉ ରହିଲି, ନମସ୍କାର। ଦେଖନ୍ତୁ ଇଏ ହଉଛି ଆଉ ଥରେ ଦେଖେଇ ଦଉଛି ରକି ଭାଇଙ୍କର ଫାଷ୍ଟ ଫୁଡ ଷ୍ଟଲ କେମିତି ଆମର ଏଇ NS ସାଇଟ ର ଅଛି। ଆପଣ ମାନେ ଦେଖି ରଖନ୍ତୁ, ଯଦି କେବେ ବି ଆସିବେ ନିହାତି ଭାବରେ ରକି ଭାଇ ଦୋକାନକୁ ଭିଜିଟ କରିବେ। ଇଏ ହଉଛି NS ସାଇଟ ର ଭାଇଙ୍କର ଦୋକାନ। ରହିଲି, ନମସ୍କାର, ଜୟ ଜଗନ୍ନାଥ। ଭାଇ ନମସ୍କାର। ଦେଖନ୍ତୁ ଭାଇ ମାନେ ଲସି ପିଇକି କେମିତି କହୁଛନ୍ତି। ଭାଇ କେମିତି ହେଇଛି ଲସି ଟିକେ କହିଦିଅନ୍ତୁ। ବଢିଆ, ବଢିଆ ହେଇଛି, ମସ୍ତ ହେଇଛି ଭାଇ। ଏଟା ଭଲ ହେଇଛି ନା? ଭଲ ହେଇଛି। ତ ଭାଇ ମାନେ ଦେଖନ୍ତୁ, ଏଠି ଆମର 4-5 ଜଣ ଭାଇ ପୁରା ଲସି ପିଇକି ସେମାନେ କହୁଛନ୍ତି ଭଲ ହେଇଛି। ତ ଦେଖନ୍ତୁ ଇଏ ହଉଛି ଭାଇଙ୍କର ଗୋଟେ ଷ୍ଟଲ, ରକି ଭାଇ ଲସି। ତାପରେ ଏପଟେ ରକି ଭାଇ ଫାଷ୍ଟ ଫୁଡ ଦେଖିପାରୁଛନ୍ତି। ଏଠି ପୁରା ଭାଇ ତାଙ୍କର ସଜେଇକି ଲାଇଟ୍ ଫାଇଟ୍ ଲଗେଇକି ତାଙ୍କର ପୁରା ଗୋଟେ ଚାଉମିନ ପାଖରୁ ଆରମ୍ଭ କରି ତାଙ୍କର ଫାଷ୍ଟ ଫୁଡ ସବୁ ପୁରା ରେଡି କରି ରଖିଛନ୍ତି। ଏଠି ରୁଣ୍ଡ ହେଇଥାନ୍ତି ସନ୍ଧ୍ୟା ବେଳର ଦୃଶ୍ୟ। ଇଏ ହଉଛି ଜଗନ୍ନାଥପୁର ମାର୍କେଟ ର ଦୃଶ୍ୟ। ତ ଦେଖନ୍ତୁ ଏଠି ଭାଇଙ୍କ ଦୋକାନ ଏଠି ଲାଗିଛି, ଏଇ NS ସାଇଡ ର। ଏଇ NS ସାଇଡ ର ଭାଇଙ୍କର ଦୋକାନ ଲାଗିଛି। ଏଠି ଲେଖା ହେଇଛି ଭାଇଙ୍କର ରକି ଭାଇ ଲସି, ଆଉ ଗୋଟେ ଦମ ବିରିୟାନୀ। ରକି ଭାଇ ଦମ ବିରିୟାନୀ, ରକି ଭାଇ ଲସି। ଯଦି ଆପଣ ପିଇବାର ଇଚ୍ଛା ଥିବ, ତ ଯଦି ଖାଇବାର ଇଚ୍ଛା ଥିବ, ନିହାତି ଭାବରେ ଆସିବେ ଜଗନ୍ନାଥପୁର ମାର୍କେଟ। ଲସି ପିଇ ପାରିବେ, ଆପଣ ବିରିୟାନୀ ଖାଇପାରିବେ, ସବୁ କିଛି ଖାଇପାରିବେ। ରହିଲି, ନମସ୍କାର। ତ ବର୍ତ୍ତମାନ ଆଉ ଯଦି କିଛି ଭଲ ଦୃଶ୍ୟ ଦେଖିଲି ତ ନିହାତି ଭାବରେ ମୁଁ ରଖିବି। ରକି ଭାଇ ଯାଉଛି, ହାଇ ଟିକେ କରିଦିଅ। ବିରିୟାନୀ ବିରିୟାନୀ ଲାଷ୍ଟ ନା କଣ? ବିରିୟାନୀ ତ ଲାଷ୍ଟ ହେଇସାରିଛି, ହେଲେ ବି ଦେଖନ୍ତୁ ତାଙ୍କର ଆଉ କେତେ ଅଛି। କିଏ ଯଦି ଖାଇବା ଆସେ, ବହୁତ ଗୁଡାଏ ଅଛି, ମସ୍ତ ଅଛି ବିରିୟାନୀ। ଆପଣ ଦେଖିପାରୁଥିବେ ପୁରା ହାଇ କ୍ୱାଲିଟିର ବିରିୟାନୀ। ଜଗନ୍ନାଥପୁର ମାର୍କେଟ ର ଗୋଟିଏ ବୋଲି ଦୋକାନ, ରକି ଭାଇ ବିରିୟାନୀ। କାହିଁକି ନା ଏପର୍ଯ୍ୟନ୍ତ କୋଉଠି ତ ନାହିଁ ଦମ ବିରିୟାନୀ, ଆଉ ନାଇଁ କି ଭାଇ? ଆଉ କୋଉଠି ଅଛି କି? ଭାଇଙ୍କର ତ ଯାଉ ଭାଇ, ତମେ ଆମକୁ ଖୁଆଉଛ ବିରିୟାନୀ, ତମକୁ ବହୁତ ବହୁତ ଧନ୍ୟବାଦ ଭାଇ। କାହିଁକି ନା ଆମେ ଆଉ କୋଉଠି ଖାଇବୁ, ତମେ ଯଦି ନଥାନ୍ତ ଆମେ ଆଉ କୋଉଠି ଖାଇବୁ, କୋଉଠି ଚଳିବୁ? କହିଦିଅ ଭାଇ, ଟିକେ କହିଦିଅ। ଚ୍ୟାନେଲ ଲାଇକ୍ କରିବ ଆଉ ସବସ୍କ୍ରାଇବ। ସବସ୍କ୍ରାଇବ କରିବ। ଠିକ ଅଛି, ଠିକ ଅଛି, ଠିକ ଅଛି। ଭାଇ କହିଲେ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ। ନିଶ୍ଚିନ୍ତ ଭାବରେ ଭାଇ କଥା ଯଦି ଦର୍ଶକ ବନ୍ଧୁ ମାନେ ଶୁଣି ପାରୁଥିବେ, ତ ନିହାତି ଭାବରେ ଲାଇକ୍ କରିବେ, ସବସ୍କ୍ରାଇବ କରିବେ, କମେଣ୍ଟ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ। ସ୍ୱାଗତ କରୁଛି ନୂଆ ବ୍ଲଗ ଗୋଟେ, ସ୍ୱାଗତ କରୁଛି ଆପଣ ମାନଙ୍କୁ। ଦେଖୁଥିବେ ଆଜି ଆମ ପାଖରେ ଅଛନ୍ତି ଡ୍ରାଇଭର ଭାଇ, ଆଉ ସବୁ ତାଙ୍କର ସାଥୀ ମାନେ ସବୁ ବସିଛନ୍ତି। ତ ଆମର ଏଠି ଗୋଟେ ଚାଲିଛି, ଗୋଟେ ଆମର ଆଲୋଚନା ଚାଲିଛି। ତ ଗୋଟେ ଷ୍ଟୋରି କରିବା, ତ ଷ୍ଟୋରିରେ ହିରୋ କିଏ ହବ? ମତେ ଲାଗୁଛି ସୁମନ ଯଦି ପାରିବ ତ ସେ ନିହାତି ଭାବରେ ହବ ମାନେ ହିରୋ। କଣ କହୁଛ? ମାନେ ହିରୋ ହବୁ ତ? କଣ ଗୋଟେ ହିରୋ ଡାଇଲଗ ଗୋଟେ ହଉ। ଡାଇଲଗ କିଏ ମନେ ରଖିଛି? ଡାଇଲଗ ଗୋଟେ ହେଲେ ବି ଗୋଟେ ଜଷ୍ଟ ଡାଇଲଗ ହଉ, ଯାହା ଆସିବ ସେଇ ଡାଇଲଗ ତଥାପି ଗୋଟେ ଡାଇଲଗ ଟେ ହେଇଯାଉ। ଗୋଟେ ଷ୍ଟୋରିର ଯାହା ଡାଇଲଗ ଥିବ କରିବା। ମାନେ ତଥାପି ଗୋଟେ ହଉ, ଗୋଟେ ଭିଲେନ ଡାଇଲଗ ଟା ହଉ ନା ନାଇଁ? ଗୋଟେ ଭିଲେନ ଡାଇଲଗ ଟା ବି ହଉ, ଯଦି ହିରୋ ନ ହେଲା ଭିଲେନ ଟା ହଉ ଗୋଟେ। କହୁନ ଦେଖିବା। ନାଇଁ 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 ମ ଗଙ୍ଗା କୂଳକୁ ଆସି ପାପ ନ ଧୋଇ ଚାଲିଯିବି। ଗୋଟେ ହଉ ଗୋଟେ। ଏଠି ଦେଖୁଥିବେ ସେଠି ଆମର ଆମ ଚା ଖଟିରେ
ଦେଖୁଥିବେ ଇଏ ହଉଛି ଆମର ସୁମନ ଭାଇଙ୍କର ଚା ଦୋକାନ। ହଁ ଦେଖନ୍ତୁ ଏଠି ଆମର ସବୁ କଲେଜ ଷ୍ଟୁଡେଣ୍ଟ ଯେତିକି ସବୁ +2 ପିଲା ଏବଂ +3 ପିଲାମାନେ ସବୁ ଆମର ଏକାଠି ହେଇଥାନ୍ତି। ତ ସବୁ ତାଙ୍କର ସାଙ୍ଗସାଥି ମାନେ ସବୁ ଏକାଠି ହେଇଥାନ୍ତି 4ଟା ବେଳେ। ତ କିଏ ତାଙ୍କର ଆସିକି ଗେମ୍ ଖେଳିଥାନ୍ତି, ତ କିଏ ତାଙ୍କର ଆସିକି ସାଙ୍ଗସାଥି ମାନଙ୍କ ସହିତ ମାନେ ସବୁ କଥା ହେଇଥାନ୍ତି ତ ମାଇଣ୍ଡ ଫ୍ରେଶ କରିବା ପାଇଁ। ଏକୁ ଚିହ୍ନିଥିବେ ଇଏ ହଉଛି ଆମର ସୁଶୀଲ ଭାଇ, ଯୋଉଠି ଆଉ କୋଉ କଲେଜରେ ପଢୁଛନ୍ତି? ମାଲ୍ୟଗିରି ମହାବିଦ୍ୟାଳୟ ପଢୁଛନ୍ତି। ତାଙ୍କୁ ଟିକେ ମାନେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଏଇ ପିଲାକୁ। ତାର ଇନଷ୍ଟାଗ୍ରାମ ଆଇଡି ଟା କେତେ? ସୁଶୀଲ ଦେଖ ତା ଇନଷ୍ଟାଗ୍ରାମ ଆଇଡି ଟା ସେ ଦେଖେଇ ଦଉଛି। ଏଇ ଇନଷ୍ଟାଗ୍ରାମ ଆଇଡିରେ ଦେଖନ୍ତୁ ଆପଣ ମାନେ ଦେଖି ପାରୁଥିବେ। ଆମେ ତ ପଢି ପାରୁନି, ଏଟା କହିକି ଟିକେ କହିଦେଲୁ। ସୁଶୀଲ NX05 ସୁଶୀଲ NX05 ରେ ଫଲୋ କରନ୍ତୁ, ସବସ୍କ୍ରାଇବ କରନ୍ତୁ ତାଙ୍କୁ। ଆଉ ଗୋଟେ ଭାଇ ଆମକୁ ଦେଖି ପାରୁଥିବେ, ଇଏ ହଉଛି ଟିକେ ହାଇ କରିଦିଅ। କୋଉ କଲେଜରେ ପଢୁଛ? ଭୁବନେଶ୍ୱରରେ ପଢୁଛନ୍ତି। ଯାଉ ଖୁସି ଲାଗୁଛି ଆମ ସହିତ ଅଛନ୍ତି ଏଇ ଜଗମନପୁର ମାର୍କେଟ ର। ମାନେ ଯାଉ ଭୁବନେଶ୍ୱର ପଢୁଛନ୍ତି। ମାନେ ଭୁବନେଶ୍ୱର ଭଲ ଲାଗେ ନା ଜଗମନପୁର ଭଲ ଲାଗେ? ଗାଁ ନା ଆଉ ଭାଇ କହିଲେ ଗାଁ ଗାଁ। ତ ଏଠି ପୁଣି ଆଉ ଜଣେ ଅଛନ୍ତି ବବଲୁ, ଆପଣ ମାନେ ଜାଣିପାରୁଥିବେ ଇଏ ହଉଛି ଜଗମନପୁରର ଜଣେ ଡନ୍। ଇଏ ହଉଛି ଡନ୍, ଜଗମନପୁରର ଡନ୍। ଆଉ ତାପରେ ଇଏକୁ ତ ଚିହ୍ନିଥିବେ, ଇଏ ହଉଛି ଆମର ପାଲଡ଼ା କଲେଜରେ ସେ ପଢେ। କଟକରେ ପଢୁଛି, କଟକରେ ପଢୁଛି। ଇଏ ସବୁ ଲାଗିଛନ୍ତି ସବୁ ଦେଖ ସବୁ ସବୁ ଗେମ୍। ତାପରେ ଆମେ ସେ ବୁଲେଟ ଧରି ଆସି ପହଞ୍ଚି ଯାଇଛନ୍ତି ନାଗା ଭାଇ। କଣ ଚାଲିଛି? ଏଇଟା ଚାଲିଛି ଗୋଟେ ବା ଷ୍ଟୋରି ହବ, ଫିଲ୍ମ ହବ। ତମେ କି ରୋଲ କରିବ? ଆମେ ଯୋଉ ଗୋଟେ କରିବ ତମେ କରିବ ଗୋଟେ ହେଲିଆନ କରିବ। ହଁ ହେଲିଆନ କରିବ ଗୋଟେ। ହଉ ଆଉ ଠିକ ଅଛି। ବାହାରିଲେ ଭାଇ ଆସିଥିଲେ ବୁଲେଟ ଧରିକି, ତ ଭାଇ ବାହାରିଲେ। ତ ଏଠି ଚା ଦୋକାନରେ ଆମର ଠିକ ସନ୍ଧ୍ୟା ହେଲେ ତ ସବୁ ପିଲାମାନେ କଲେଜ ଷ୍ଟୁଡେଣ୍ଟ ମାନେ ସବୁ ଆସିଥାନ୍ତି। ସେ ତାଙ୍କର ବସିକି ଏଇ ପୋଲ ଉପରେ ତାଙ୍କର ଚା ପାଣି ସାଙ୍ଗମାନଙ୍କ ସହିତ କଥା ହେଇଥାନ୍ତି। କିଏ କିଏ ନିଜର କାମ ସବୁ କରିଥାନ୍ତି। ତ ଇଏ ହଉଛି ସେଇ ସୁମନ ଭାଇଙ୍କର ଚା ଦୋକାନ। ଏଇ ଚା ଦୋକାନ ପାଖରେ ଆମେ ଏକାଠି ହଉ ସନ୍ଧ୍ୟା ବେଳେ। ତ ଇଏ ଦେଖନ୍ତୁ ସନ୍ଧ୍ୟା ବେଳର ଦୃଶ୍ୟ। ଏଠି କେଡେ ସୁନ୍ଦର ମା ଏବଂ ଜଣେ ଡ୍ରାଇଭର ଭାଇ ଜଣେ ଅଛନ୍ତି, ଚିହ୍ନା ପରିଚୟ ବ୍ୟକ୍ତି। ତାଙ୍କ ସହିତ କଥା ହଉଛନ୍ତି। କଣ କହିଲ? ଅଲ୍ ଓଡ଼ିଶା ଡ୍ରାଇଭର ମହାସଂଘର ଜଣେ ସଦସ୍ୟ। ଭାଇ ତମ ଗାଡି ଯୋଉ ଚଲଉଛ, ଲାଟିନ୍ ଫାଟିନ୍ ଯିବା ପାଇଁ ସବୁ ସୁବିଧା ହେଇଗଲାଣି? କିଛି ହେଇନି। ଆପଣ ନାଇଁ ରୋଷେଇ କରିକି ଖାଇବାଟା ତମେ କୋଉଠି ରହିଲ ବହୁତ କଷ୍ଟ ନା? ଆଉ ଯୋଉ କହୁଥିଲେ ତମର ଆକ୍ସିଡେଣ୍ଟ ପତ୍ର ହେଲେ ଜୀବନ ବୀମା ତୁମର ଆଜି ପର୍ଯ୍ୟନ୍ତ ମିଳିନି। ମିଳିବ? କହିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଲାଗୁ କହିଲା। ଆଉ ତୁମର ଯୋଉ ପ୍ରେସିଡେଣ୍ଟ ଯିଏ ଅଛନ୍ତି ପ୍ରଶାନ୍ତ ମେଣ୍ଟଲି, ସିଏ କହୁଥିଲେ କାହାକୁ କାହାକୁ ଦେଇଥିଲେ ମଝିରେ ମୁଁ ଦେଖିଥିଲି। ସେଟା ଦେଇଥିଲେ କିଛି ହେଲେ କିନ୍ତୁ ସମ୍ପୂର୍ଣ୍ଣ ଭାବରେ ତାଙ୍କୁ ମିଳିନି। ଖାଲି ଡିକ୍ଲାର କରିଥିଲେ। ଦେଖନ୍ତୁ ଜଣେ ଡ୍ରାଇଭର ଭାଇ ସେ ତାଙ୍କର କହୁଥିଲେ ଯୋଉ ଆମକୁ ସରକାର କିଛି ଲାଟ୍ରିନ୍ ବ୍ୟବସ୍ଥା ନାହିଁ, କିଛି ପାର୍କିଂ ର ବ୍ୟବସ୍ଥା ନାହିଁ। ସେ ଯୋଉଠି ମାନେ ଦେଖନ୍ତୁ ତାଙ୍କର ଜୀବନ ବୀମା ବି କିଛି ବ୍ୟବସ୍ଥା ନାହିଁ। କିଛି ବି ନାହିଁ। ମାନେ ଯିଏକି ଆମର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗୋଟେ ରୋଗୀଠୁ ଧରିକିରି ଗୋଟେ ମାନେ ମନ୍ତ୍ରୀ ପର୍ଯ୍ୟନ୍ତ, ରାଷ୍ଟ୍ରପତି ପର୍ଯ୍ୟନ୍ତ ଯିଏ ସେବା କରୁଛି, ତାଙ୍କର ଆଜି ପର୍ଯ୍ୟନ୍ତ କୌଣସି ସୁବିଧା ନାହିଁ। ଦେଖି ପାରୁଥିବେ ହଉଛନ୍ତି ଡ୍ରାଇଭର ମହାସଂଘର ଜଣେ ସଦସ୍ୟ ଭାଇ ଜଣେ ଅଛନ୍ତି। ଭାଇ ଟିକେ ହାଇ କରିଦେଲ। ଜୟ ଜଗନ୍ନାଥ ଭାଇ କହୁଛନ୍ତି। ଆପଣ ମାନେ ଡ୍ରାଇଭର ସଂଘର ଭାଇ ଜଣେ, ଆପଣ ମାନେ ଯଦି ଚିହ୍ନିଥିବେ ଲାଇକ୍ କରିବେ ଏଇ ଭିଡିଓକୁ। ତ ଆପଣ ଡ୍ରେସ କୋଡ୍ ପିନ୍ଧୁନାହାନ୍ତି? ଡ୍ରେସ କୋଡ୍ ପିନ୍ଧନ୍ତି, ପିନ୍ଧିବେ ଆଉ। ଏଠି ଦେଖନ୍ତୁ ସବୁ ଗାଡି ଲଗେଇକି ଏଠି ସବୁ ମାନେ ଆମର ଯୋଉ ସର୍ଭିସ ରୋଡ, ଏ ସର୍ଭିସ ରୋଡରେ ଗାଡି ଲଗେଇକି ଯିଏ ଚା ପିଇଥାନ୍ତି, କିଏ ଗ୍ୟାସ ଭରିଥାନ୍ତି। ତ ଏଠି ସନ୍ଧ୍ୟା ବେଳେ ହେଲେ ଏଠି ସବୁ ମାନେ ବସା ଉଠା ହୁଏ ଆମ ଏଇ ସୁମନ ଭାଇ ଚା ଦୋକାନ ଖଟିରେ। ତ ସବୁଦିନ ଆମେ ଆସୁ। ତ ଏଠି ବିଭିନ୍ନ ଜାଗାରୁ ଲୋକ ଆସିଥାନ୍ତି, କିଏ କାର ଧରିକି ଆସିଥାଏ, କିଏ ଟ୍ରକ୍ ଡ୍ରାଇଭର ଭାଇ ସେ ପାର୍କିଂ କରିକି ଆସି ଚା ପିଇଥାଏ। ତ ସାଇଡରେ ଦେଖନ୍ତୁ ଆଉ ଗୋଟେ ଦୋକାନ ଅଛି, ହଉଛି ଟେଲର ଦୋକାନ। ସାଇଡ ରେ ଦେଖିପାରୁଥିବେ ରାଜୁ ଭାଇ ନାମରେ ଗୋଟେ ଅଛନ୍ତି, ସେ ଦଉଛନ୍ତି ଟେଲର ଦୋକାନ ଗୋଟେ। ରାଜୁ ଭାଇ, ଭାଇ କଣ ଖବର? ଭଲ ନା ସବୁ? ଟିକେ ହାଇ କରିଦିଅ। ଦେଖୁଥିବେ ରାଜୁ ଭାଇ, ସିଏ ତାଙ୍କର ମେସିନ ପକେଇକି ସିଲେଇ କରିଦବ। ଆମ ଡ୍ରେସ ସିଲେଇ କରିଦବ। ଦେଇଛନ୍ତି ଯୋଉଟା।
ठीक अच्छे मुझे आपको नेक्स्ट वीडियो रखी तो किसी जब भल दृश्य है तो मुझे निहती भाव में रखी रही नमस्कार जय जगन्नाथ। नमस्कार देखो आम जगमोहनपुर मार्केट रो भाई ये कौन स्टील दुकान है नॉन स्टिक देखो केटे सुंदर है सब जिनस तो भाई टिफिन फिफिन पाखर आरंभ कर सब प्रकार जिनस ये रखी ये हूँ जगमोहनपुर मार्केट रो ये देखो ये छक तले बसी बाहर आस देखु केटा सुंदर सब ये सब डेक्ची प्राय मत लगुच सब भात ये सब कढ़ई भल अच्छी हाँ हाँ देखो केते डिमांड से जो आनी थिले टोटल पूरा माने देखो सारी दे सारे कहते आउ ना माने भल भल आइटम सर जाइए आपण मैंने देखी पारे देखो केटे सुंदर है जो सामग्री गुड़ाक एरा सब कौन भाई जो कढ़ई ना कढ़ई देखो केते डिजाइन डिजाइन कढ़ई सब रखी ये भाई रेट सब केते सबू जोटा ने गोटे 100 टका बाप रे माने भल रेट अच्छा देखी पारे माने गोटिक 100 टंका रेट रे भाई बिकुचंती माने आमर कौन 3टा एपट पसंद कर सारे अरे आम घर अच्छी कौन नब कि गरम पानी कर अच्छी प्राय आ कौन कर हाँ पार नहीं जाओ यहाँ नहीं जाओ तो नहीं जाओ तो आम तर मन पसंद हो गला प्राय से सी आमर गोटे अलरेडी बाची सारे नेबे बोली तो देखो भाई दुकान टी दुकान नुहे तो भाई गोटे पाल पकई बिकाबिकी कर सब सामग्री सब टिफिन अच्छी हांडी अच्छी कढ़ई अच्छी सबू अच्छी भाई कौटी आप घर भाई कौटी केउंझर माने घर केउंझर उल्टान पुन्ना बाजार हाँ हाँ भाई पाखे अलरेडी लोक मैंने सब किणी सारे कौन भाई क्या आप उड़ीसा का है ना उड़ीसा बाहर का है यूपी है ओ भाई क्या तो घर केउंझर है और तुम्हारा साथ में तुम्हारा साथ है साथ मिलके व्यापार करता है वो गाड़ी वाला है और तुम मालिक है उस चीज़ का मालिक दूसरा है ओ तुम नौकरी करता है मतलब मालिक दूसरा है तुम लगा के खाली भेजता है मानिया पड़ो भाई से कहते मो मालिक नुहे तो मालिक होती आउ जड़े तो सी आपार कर तो देखिपे ये हूँ सब 100 टंका जिनस से ओडिशा बाहर लोक सी आस जगमोहनपुर मार्केट को देखो ये जगमोहनपुर मार्केट रो छक जदि केबे आसी थे निहाती भाव में देखी थे तो बर्तमान देखो ढेर सारा लोक ये रुंड हो सारे नवापाई सब डेक्ची किए नब कढ़ई किए तो नवापाई सब रेडी मैंने सब आसी सारे देखो ये सब ढेर सारा लोक सब आसिक नौंट किणुंट देखुं माया माँ सी भी मन पसंद करके किणुंट ये मऊसा जन समस्ते किणुंट देखिपे भल है कौन आसला पर ढेर सारा लोक आसिक रुंड हो सारी भाई 100 टका नहीं जातु गोटे 100 सब 100 भाई ना कि सब 100 रुपया देखो ये लोक मैंने अलरेडी सब गोटे गोटे धरी सारे तो देखो सेपटे आमर स्त्री लोक मैंने आसपर ये भाई मैंने सब आसीगले देखापी तो रेट पचार बुझुं तो जदि भल लगे जदि से निहाती भाव सब ने सब गोटिक 100 सब गोटिक 100 देखु ये सब गोटिक 100 टंका ये सुंदर लगुच सब जिनस गुड़िक एटा भी भाई 100 ना कौन भाई एटा भी 100 एटा भी 100 सबू 100 ना कि देखिपे जोटा धरुंच से 100 टका मैं सस्ता अच्छी हरेक माल भाई हरेक माल ना कि सत कथा हरेक माल जिनस माने गोटिक 100 टंका देखिपे बहुत सुंदर लगुच जिनस गुड़िक देखिपे सब कढ़ई सब देखु नमस्कार मुझे आपण मानक पुणी एक नुआ वीडियो को स्वागत करछि देखंतु ये हमर गोटे नुआ रो चाट दुकान देइचंती हां भाई जय जगन्नाथ भाई सुशांत भाई से बडा आसलेनी सुशांत तुम दही बराटा खाओ केबे मिलिबो भाई आसंदा काली ठारू मिली आसंदा काली ना भाई आनथिबे भाई दही बरा दुकान अछि जगमोहनपुर मार्केट में
ତାପରେ ଭାଇ ଜଣଙ୍କ ଷ୍ଟଲ ଦେଖିଛନ୍ତି। ଭାଇ କଣ କହିବ ଭାଇ? ଆପଣଙ୍କ କୁହନ୍ତୁ କୁହନ୍ତୁ ଭାଇ, ଟିକେ ହାଟ ହଲେଇ ଦିଅ ଟିକେ। ଭାଇ ଆମର ନୂଆ କରି ଦୋକାନ ଟିକେ ଦେଇଛନ୍ତି ଜଗନ୍ନପୁର ମାର୍କେଟ ର। ଇଏ ହଉଛି ଦେଖନ୍ତୁ ସରୁଆଳି ଯିବା ଯୋଉ ରାସ୍ତାରେ ସେ ଗୋଟେ ଛକରେ ଦେଇଛନ୍ତି ଗୋଟେ ଦୋକାନଟେ, ତାଙ୍କର ଗୋଟେ ଷ୍ଟଲ ଟା ଲଗେଇଛନ୍ତି। ଗୋଟେ ଛୋଟିଆ ଗୋଟେ କେବିନ ଭଳିଆ, କେବିନ ତ କହିଲେ ଚଳିବନି, ଏ ହଉଛି ଗୋଟେ ସାଇକେଲ ଚକା ଲଗେଇ ଗୋଟେ ଛୋଟିଆ ଗୋଟେ ଟାଇପ ରେ କାଠରେ ବନେଇଛନ୍ତି ଗୋଟେ ଗାଡି, ତାଙ୍କର ଠେଲା ଗାଡି। ତ ଦେଖନ୍ତୁ ସେ ଠେଲା ଗାଡିରେ ସେ କେଡେ ସୁନ୍ଦର ଭାବରେ ନିଜେ ଗୋଡରେ ସେ ଛିଡା ହେଇଛନ୍ତି। ଖୁସି ଲାଗୁଛି ଭାଇ, କାହିଁକିନା ବାହାରକୁ ନ ଯାଇକି ଲୋକମାନେ ସେ ଯଦି ଗାଁରେ ରହିକି ଯଦି ସେ କାମ କରିବେ ତ ନିହାତି ଭାବରେ ଦେଖନ୍ତୁ ଏଇ ଭାଇ ଜଣକ। ଭାଇ ତମ ଡେଲି ଭାଇ ଇନକମ କେତେ ହେଇଯାଉଛି ଚାଟ ବିକିକି? ତଥାପି ଯାହା ହେଲେ ବି ଭାଇ 200-300 ଭାଇ କହୁଛନ୍ତି ଦିନକୁ 200 ରୁ 300 ଟଙ୍କା ହଉଛି। କିଛି ନା ଭାଇ 200-300 ହେଲେ ବି ଭାଇ ଆପଣ ଗାଁରେ ରହିଲେ, ଛୁଆ ପିଲାଙ୍କୁ ଦେଖିଲେ, ନିଜର ଭିଟା ମାଟିକି ଜଗିକି ରହିଲେ ତ 300 ଟଙ୍କା କମଉଛନ୍ତି। ଦିନ ଆସିବ ଦେଖନ୍ତୁ, ଇଏ ହଉଛି ଆମର ଜଗନ୍ନପୁର ମାର୍କେଟ, ଗୋଟେ ଛୋଟ ମାର୍କେଟ କହିଲେ ଚଳେ। ତ ହଁ ମାନେ ଅଳ୍ପ ଲୋକ ହେଇଥାନ୍ତି, ତ ଅଳ୍ପ ଲୋକ ମଧ୍ୟରେ ଯୋଉ ଲୋକ ପସନ୍ଦ କରିଥାନ୍ତି ଚାଟ ଗୁପଚୁପ ଯୋଉ ଖାଇବା ପାଇଁ, ତ ସେମାନେ ଆସିଥାନ୍ତି, ତ ଭାଇଙ୍କ ପାଖକୁ ଆସିଥାନ୍ତି। ଭାଇ ଲୋକ କେମିତି ହୁଅନ୍ତି ତମ ପାଖରେ? ହଁ ଲୋକ ତ ମୁଁ ଦେଖୁଛି ଲୋକ ସଂଖ୍ୟା ଟିକେ କମ, ତାପରେ ଆପଣ ଆସୁଛନ୍ତି ବି ଟିକେ ଟିକେ ଖାଇବା ପାଇଁ। ଦେଖୁଥିବେ ଭାଇ କହୁଛନ୍ତି ଲୋକ ସଂଖ୍ୟା ଟିକେ କମ, ଯେହେତୁ ସେଥିପାଇଁ ତାଙ୍କର ବେପାର ଟିକେ ହୁଏ ନାହିଁ, କିଛି ନାହିଁ। ଆଜି ଚାଟ ତାଙ୍କ ପାଖରେ ବିକୁଛନ୍ତି, ଦିନ ଆସିବ ଏଇ ଦୋକାନ ସେମାନେ ଲାଭବାନ ହୁଅନ୍ତୁ, ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତୁ, ସେ ଯେମିତି ଗୋଟେ ଭଲ ମଣିଷ ହେଇକି ଗୋଟେ ଭଲ ବ୍ୟବସାୟ ହେଇକି ସେ ତାଙ୍କ ନିଜ ଗୋଡରେ ଛିଡା ହୁଅନ୍ତୁ। ତ ଦେଖିପାରୁଥିବେ ଇଏ ହଉଛି, ଆଉ ଥରେ କହି ରଖୁଛି, ଇଏ ହଉଛି ଜଗନ୍ନପୁର ମାର୍କେଟ ର ତଳ ଛକର ଦୃଶ୍ୟ। ଇଏ ଦେଖୁ ଷ୍ଟ୍ରିଟ ଲାଇଟ ଲାଗିଛି NH ର, ଇଏ ହଉଛି ମେନ୍ ଛକ, ଇଏ ହଉଛି ଆମର ତେଲକୋ ଯିବା ପାଇଁ ରୋଡ। ମୁଁ ସବୁବେଳେ ନେକ୍ସଟ ଭିଡିଓରେ ମଧ୍ୟ ଆପଣ ମାନଙ୍କୁ ଦେଖେଇଛି ଏଇ ବଜାର। ଏଇ ବଜାର କଡରେ ଅଳ୍ପ ବହୁତ ଦୋକାନ ଲାଗିଥାଏ। ତ ଦେଖନ୍ତୁ ଏଠି କିଏ ଗୋଟେ ଗୁପଚୁପ ଠେଲା ଦେଇଛି, ଏଠି ଗୋଟେ ଭାଇ ଆମର ଗୋଟେ କେବିନ ଟା ପକେଇ ତାଙ୍କର ଜଳଖିଆ ବ୍ୟବସାୟ କରୁଛନ୍ତି। ଏଠି ବହୁତ ଅଳ୍ପ ଦୋକାନ ଅଛି, କିଛି ସେମିତି ମାନେ ଦେଖିପାରୁଥିବେ ଗୁପଚୁପ ଷ୍ଟଲ 10-15 ଯୋଉଠି ସବୁ ଲାଗିଥାଏ। ତ ସେଠି ଏଇ ଏରିଆରେ ଆମର ଗୋଟେ ଦୁଇଟି ଗୁପଚୁପ ଷ୍ଟଲ ଅଛି, ଲୋକ ଅନୁସାରେ ଭାଇ ସେଥିପାଇଁ ବେପାର ହେଇଥାଏ। ବହୁତ ଖୁସି ଲାଗୁଛି ମାର୍କେଟ ଟିକୁ, ବହୁତ ଅଳ୍ପ ଲୋକ ଅଛନ୍ତି, ଶାନ୍ତ ଲାଗୁଛି, ଏଠି କଳି ନାହିଁ, ଝଗଡା ନାହିଁ, ଏଠି ଭାଇଚାରାର ମାନେ ଏଟା ହଉଛି ଆମର ମାର୍କେଟ। ତ ଦେଖିପାରୁଥିବେ ଇଏ ହଉଛି ଜଗନ୍ନପୁର ମାର୍କେଟ। ଆଉ ଥରେ କହି ରଖୁଛି, ଇଏ ହଉଛି ସେଠି ଗୋଟେ ଚାଟ ଦୋକାନ, ଏଠି ଗୋଟେ ଗୁପଚୁପ ଦୋକାନ, ସେଠି ସାଇଡରେ ଭାଇ ଜଣେ ବରା ଆଉ ସିଙ୍ଗଡା ବିକୁଛନ୍ତି। ଲୋକ ବି ମଧ୍ୟ ସେମିତି ଆସୁଛନ୍ତି, କାହିଁକି ନା ଯେହେତୁ ଏଠି ଗାଁ ଗହଳି ଲୋକ ଦୂର ଦୂରାନ୍ତରୁ ଆସିଥାନ୍ତି। ଏଠି ଜଗନ୍ନପୁର ଆସିବାକୁ ହେଲେ ଧର ଆମେ ମାର୍କେଟ ଉପରେ ରହୁଛୁ, ତ ଗାଁ ଗୁଡିକ ସବୁ 2 କିଲୋମିଟର 3 କିଲୋମିଟର 4 କିଲୋମିଟର ରେଞ୍ଜ ର ସବୁ ଅଛି, ତ ସବୁ ଲୋକ ଆସିଥାନ୍ତି, ମାର୍କେଟ ଉପରେ ନିର୍ଭର କରିଥାନ୍ତି। ଇଏ ହଉଛି ଜାତୀୟ ରାଜପଥ, 49 ନମ୍ବର ଜାତୀୟ ରାଜପଥ। ଇଏ ହଉଛି ବମ୍ବେ ଆଉ କଲିକତା ନ୍ୟାସନାଲ ହାଇୱେ। ଏଇ ହାଇୱେରେ ବଡ ବଡ ଗାଡି ମଧ୍ୟ ଯାଇଥାଏ, ଏଠି ବସ ର ଅଭାବ ବି ନାହିଁ। ଆପଣ ରାଉରକେଲା ସମ୍ବଲପୁର ପାଖରୁ ଆରମ୍ଭ କରି ଆପଣ ଯାଇପାରିବେ, କଟକ ଭୁବନେଶ୍ୱର ସବୁ ପାଖରେ ଏଠି ବସ୍ ଅଛି। ଏବେ ଦେଖିପାରୁଥିବେ ହଉଛି ଜଗନ୍ନପୁର ମାର୍କେଟ, ଜାତୀୟ ନମ୍ବର 49 ନମ୍ବର ଜାତୀୟ ରାଜପଥ। ମାନେ ଦେଖିପାରୁଥିବେ ପୁରା ସୁନ୍ଦର ହେଇଛି ଏଇ ବଜାରଟି। ତ ମତେ ଲାଗୁଛି ଆଉ କିଛି ଦିନ ଟାଇମ ଲାଗିବ ଏଇ ବଜାରକୁ ଉନ୍ନତି ହବା ପାଇଁ। ଭଗବାନ କରନ୍ତୁ ଏ ବଜାରର ଉନ୍ନତି ହଉ, ଭଗବାନ କରନ୍ତୁ ଏ ବଜାର ଆହୁରି ଡେଭଲପମେଣ୍ଟ ହଉ, ଏ ଯୋଉ ବ୍ୟବସାୟୀ ଲୋକ ଅଛନ୍ତି ବ୍ୟବସାୟୀ ମାନେ ଉନ୍ନତି ହୁଅନ୍ତୁ। ତ ଆମମାନଙ୍କୁ ଖୁସି ଲାଗିବ, ଯାହା ହଉ ଆମେ ମାନେ ଆସିବୁ ଜିନିଷ ପତ୍ର କିଣା କିଣି କରିବୁ, ଯୋଉ ଯାଉଅଛୁ ଆମେ ତେଲକୋଇ ପାଲଲହଡା, ତ ନ ଯାଇକି ଯଦି ଆମେ ଜଗନ୍ନପୁରରେ ଯଦି ସବୁ କିଛି ମିଳିଯିବ ତ ଲୋକ ଆଉ କୁଆଡେ ଯିବେନି। ତ ରହିଲି, ନମସ୍କାର। ମୁଁ ଆପଣ ମାନଙ୍କୁ ଆଉ ଗୋଟେ ଭିଡିଓରେ ଦେଖେଇବି ଯଦି କିଛି ଭଲ ଦୃଶ୍ୟ ଆସିଲା। ତ ମୁଁ କହି ରଖୁଛି, ମୋ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ, ସେୟାର କରନ୍ତୁ।
ରହିଲି ନମସ୍କାର ଜୟ ଜଗନ୍ନାଥ ପୁଣି ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲକୁ ଦେଖନ୍ତୁ ଭାଇ ମୋ ପାଇଁ ଗୋଟେ ଅଣ୍ଡା ଗୋଟେ ବନାଉଛନ୍ତି ସିଝା ଅଣ୍ଡା ଭାଇ ଟିକେ ଧୋଇ ଦେଉନ ଟିକେ ଧୋଇ ଦିଅ ଟିକେ ଧୋଇ ଦିଅନ୍ତୁ ପାଣିରେ ଭଲ ଲାଗିବ ଟିକେ ନିଟ୍ ଆଣ୍ଡ କ୍ଲିନ୍ କାହିଁକିନା ମୁଁ ସବୁବେଳେ ନିଟ୍ ନା ଧୋଇ ନଦେଲେ ପାଣି ଟିକେ ଲଗେଇଦେଲେ ଯଦି କ'ଣ ଟିକେ ଲାଗିଥିବ ତ ସେଇ କଥା କହୁଥିଲି ତ ମୁଁ ସବୁବେଳେ ପସନ୍ଦ କରିଥାଏ ନିଟ୍ ଆଣ୍ଡ କ୍ଲିନ୍କୁ ତ ଦେଖନ୍ତୁ ଭାଇ ଆମର କେଡ଼େ ସୁନ୍ଦର ଭାବରେ ଗୋଟେ ଅଣ୍ଡାଟାକୁ ଆଉ ଗୋଟେ ଭାଇ କରିଦେଉନାହାନ୍ତି 4 ଫାଳ କରିଦେଉନାହାନ୍ତି 4 ଫାଳ କରିଦିଅନ୍ତୁ 4 ଫାଳ କରିଦେଉଛନ୍ତି ତ ଦେଖନ୍ତୁ ମୋର ଆଜି ଅଣ୍ଡା ଖାଇବା ପାଇଁ ମୋର ଇଚ୍ଛା ହେଲା ଟିକେ ରାଗ ଟିକେ ଅଧା ଦିଅ ଟିକେ ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ଟିକେ ଭଲସେ ମାର ଟିକେ ଆଉ ଟିକେ ମାର ହଁ ଠିକ୍ ଅଛି ଆଉ ଟିକେ ହଁ ପିଆଜ ଟିକେ ଦେଇଦିଅ ଟିକେ ସ୍ପେଶାଲ୍ କରିକି ଆଜି ଟିକେ ବନେଇ ଦିଅ ଦେଖିପାରୁଥିବେ ଇଏ ହେଉଛି ଭାଇଙ୍କର ଦୋକାନ ଭାଇ ତୁମ ନାଁଟା କ'ଣ କି ମଧୁ ଭାଇଙ୍କର ଇଏ ହେଉଛି ଚାଟ୍ ଦୋକାନ ଚାଟ୍ ସହିତ ସେ ବନାଉଛନ୍ତି ଅଣ୍ଡା ସିଝା ଅଣ୍ଡା ବି ମଧ୍ୟ ରଖୁଛନ୍ତି ଦେଖିପାରୁଥିବେ ଗୋଟେ ଛୋଟିଆ ଦୋକାନ ଭାଇକି ସପୋର୍ଟ କରନ୍ତୁ ଭାଇଙ୍କୁ ଆମେ କେମିତି ଗୋଟେ ବଡ଼ ହଁ ଭାଇଙ୍କୁ କେମିତି ଆମେ ଟିକେ ଲାଇକ୍ ମାନେ ସାହାଯ୍ୟ କଲେ ଭାଇର ଦୋକାନ କେମିତି ଟିକେ ଉନ୍ନତି ହେବ ଦେଖିପାରୁଥିବେ ଭାଇର ଦୋକାନ ଗୋଟେ ଛତା ଗୋଟେ ଷ୍ଟଲ୍ ଦେଇକି ବସିଛନ୍ତି ଗୋଟେ ହଁ ହେଇଗଲା କି ରେଡ଼ି ହଉ ଠିକ୍ ଅଛି ବହୁତ ଧନ୍ୟବାଦ ଭାଇ କେମିତି ଖାଉଛନ୍ତି ଦେଖିବା ଏବେ ଦେଖନ୍ତୁ ହ୍ୟାଲୋ ଭାଇ ନମସ୍କାର ମୁଁ ଆପଣମାନଙ୍କୁ କହୁଛି ଅଣ୍ଡା ଖାଇକି କେମିତି ଲାଗୁଛି ଆପଣ ଆଣିତେ କେବେ ଭାଇ ପୁରା ମସ୍ତ ହେଇଛି କହିଦିଅ ବଢ଼ିଆ ହେଇଛି ବହୁତ ଧନ୍ୟବାଦ ମଧୁ ଭାଇ ମୁଁ ଯେତେବେଳେ ବି ଆସେ ମଧୁ ଭାଇ ମୋତେ ନିହାତି ଭାବରେ ଗୋଟେ ଅଧେ ଭଲସେ ବନେଇକି ଦେବ ଭାଇ ପପୁ ଭାଇ ଆସିବେ ନିହାତି ଭାବରେ ଟିକେ ବନେଇକି ଦେବି ସ୍ପେଶାଲ୍ ନା କ'ଣ ମଧୁ ଭାଇ କ'ଣ କହିବେ ଟିକେ କୁହନ୍ତୁ ମୁଁ ଆଉ କ'ଣ କହିବି ଅଣ୍ଡା କେମିତି କିଏ କହିଦେ କେତେଦିନ ହେଲା ଦୋକାନ ତୁ ଏକୁଟିଆ ଖାଇବୁ ନା ଆଉ ଓଡ଼ିଶା ଆସିକି ଖୁଆଇବୁ ନିହାତି ଭାବରେ ମୁଁ ୱେଲକମ୍ କରୁଛି ଆପଣମାନେ ଯଦି ମୋ ଭିଡ଼ିଓ ଦେଖିପାରୁଛନ୍ତି ତ ଆପଣମାନେ ଆସନ୍ତୁ ମଧୁ ଭାଇଙ୍କ ପାଖରେ ମୁଁ ଆଉ ଆପଣମାନେ ମିଶିକି ଚାଟ୍ ଖାଇବା ଦେଖନ୍ତୁ ଚାଟ୍ କେତେ ସୁନ୍ଦର ଭାବରେ ଭାଇ ଚାଟ୍ ବନାଉଛନ୍ତି ଚାଟ୍ ଆଉ ସିଝା ଅଣ୍ଡା ଖାଇବା ଆପଣମାନେ ତ କେବେ ଖାଇନଥିବେ ଆପଣମାନେ ତ କେବେ ଖାଇନଥିବେ ଏଇ ଦେଖନ୍ତୁ ମୁଁ ଖାଇକି କହୁଛି କେମିତି ହେଇଛି ଭଲ ହେଇଛି ଦେଖିପାରୁଥିବେ ଭାଇଙ୍କର ଯେଉଁ ଅଣ୍ଡା ଅଛି ପୁରା ମସଲା ଦେଇକି ବନେଇଥିଲେ ଜିରା ଗୁଣ୍ଡ ଲଙ୍କା ଗୁଣ୍ଡ ଭଲ ହେଇଛି ସିଝା ଅଣ୍ଡାଟା ତ ଆପଣମାନଙ୍କୁ ମୁଁ ନେକ୍ସଟ ଭିଡ଼ିଓ ରଖିବି ତ ଆପଣ ଭିଡ଼ିଓ ଦେଖିଥାନ୍ତୁ ରହିଲି ନମସ୍କାର ଜୟ ଜଗନ୍ନାଥ।